ବିଲବାଡି ଯୋଉମାନେ ବି ଆସିବା ପାଇଁ ଚାହୁଁଛନ୍ତି ତ ଏଠି ଆସିପାରିବେ, କିଛି ଅସୁବିଧା ନାହିଁ। କେମିତି କଣ କେମିତି ଚାରା ଦେବେ ଏ ବର୍ଷ, ଆଉ କେମିତି ଚାଷୀ ଭାଇ ମାନେ ଆସିକି ଦେଖା କରିପାରିବେ, ଏଇଟା କାହିଁକି ନା ଆମର ଯୋଉ ଚାରା ଯେତିକି ବି ଅଛି ଏ ବର୍ଷ ଚାହୁଁଛି ଯୋଉମାନେ ବି ମାନେ ଆସି ପାରୁନାହାନ୍ତି ଚାहे ଆସିବା ପାଇଁ ଚାହୁଁଛନ୍ତି, କେମିତି ଫଳ ଫଳୁଛି, କଣ କେମିତି ଫଳୁଛି, ଫୁଲ କେମିତି ରହୁଛି, ଅଣ୍ଡରା କେତେ ପରସେଣ୍ଟ ଅଛି, ତା ବି ଟୋଟାଲ ମୁଁ ଚେଷ୍ଟା କରୁଛି ଏଠି ଦେଖେଇବା ପାଇଁ। ଆଉ ମଧ୍ୟ ଯୋଉମାନେ ବି ଆସିବା ପାଇଁ ଚାହିଁବେ ଚାଷୀ ଭାଇଙ୍କ ସହିତ କଥା ହେବା, କେତେ ଜଣ ବେଳେ ଏଠି ଚାରା ନେଇପାରିବେ ନିହାତି ଯଦି 10 କିଲୋ ଲେଖା ପଡିବ, 3 କୁଇଣ୍ଟାଲ ଭଳିଆ ପାଖାପାଖି କହୁଛନ୍ତି। ଆଉ ମୋ ହିସାବରେ ଚାଷୀ ଭାଇ ମାନେ ଯେହେତୁ ଚାରା ଆସି ନେବା ପାଇଁ କହୁଛନ୍ତି, ଚାଷୀ ଭାଇ ମାନେ ଏଇ ଟାଇମରେ ଆମର ଏଇନା ବର୍ତ୍ତମାନ ପୋଟଳ ପଡୁଛି, ସେଇ ଟାଇମରେ ଚାଷୀ ଭାଇ ମାନେ ଦେଖିକି ଗଲେ ତାଙ୍କର ମାନେ ପୋଟଳ ଆମର କେମିତି ପଡୁଛି କି ନାହିଁ ସେ ଜାଣିବେ। ତାପରେ ଚାରା କମ ସେ କମ ଯଦି ଚାରା ଚାଷୀ ଭାଇ ମାନେ ନେବେ ତାହେଲେ ସେ 15 କିଲୋରୁ 10 କିଲୋ ପର୍ଯ୍ୟନ୍ତ ନେଇପାରିବେ, ମାନେ 15 ଜଣ ଖଣ୍ଡେ ନେଇପାରିବେ। ଆଉ ବେଶୀ ଚାରା ନାହିଁ ଏ ବର୍ଷ, ଆଉ ସେଇ ଅନୁସାରେ ତାଙ୍କର ଦେଖିକି ଯିବେ, ଚାରା ନେବା କଥା ନେବେ ଚାଷୀ ଭାଇ ମାନେ। ନା ଚାଷୀକି ଟୋକାଟକି ନାହିଁ, ଚାଷୀ ଭାଇ ମାନେ ଆପଣ ନିଜେ ଦେଖିବେ ତାପରେ କେମିତି ପଡୁଛି କି ନାହିଁ। ଯଦି ଆମର ଏଇଟା ଅଣ୍ଡରା ଗଛ ହେଇଥାଏ ତାହେଲେ ତ ଫଳ ତ ସିଏ ନିଶ୍ଚୟ ଦେଖିବେ, ଆସିବେ ସେ ଫଳ ଅଛି କି ନାହିଁ। ଭିଡିଓରେ ବି ମୁଁ ବହୁତ ଥର ଦେଖଉଛି ମଧ୍ୟ। ନାଇଁ ନାଇଁ, ସେ ବର୍ତ୍ତମାନ ଆସିକି ଆମର ଯୋଉ ଆସିବେ ତାଙ୍କର ଆମକୁ 2 ଦିନ ପୂର୍ବରୁ ଜଣେଇବେ ଯେ ଏଇ ମାନେ ଫୋନ ନମ୍ବରରେ ଆମର କଣ୍ଟାକ୍ଟ କରିବେ। 2 ଦିନ ପୂର୍ବରୁ ସିଏ ଆମକୁ କଣ୍ଟାକ୍ଟ କରିକି ସେ ଆସିବେ, ଆମେ ସେ ରାସ୍ତା ବତେଇବା, ତାପରେ ଆମ ଜାଗା ଭିତରକୁ ପହଞ୍ଚିବେ, ତାପରେ ଦେଖିବେ। ଆଉ ହଁ, ଆଉ ଯୋଉମାନେ ବି ମାନେ ଠକୁଛନ୍ତି କହୁଛନ୍ତି ସେମାନଙ୍କୁ ବିଶେଷ ମୁଁ ରିକ୍ୱେଷ୍ଟ କରିବା ଚାହେଁ, ଯେହେତୁ ମାନେ ଭାଇ ଠକୁଛନ୍ତି ଏମାନେ କହୁଛନ୍ତି, ଯୋଉମାନେ ବି ଠକ ଲେଖୁଛନ୍ତି ତ ସେମାନେ ବି ଆସିପାରିବେ, କିଛି ଅସୁବିଧା ନାହିଁ ଭାଇ। ପୁରା ଦେଖନ୍ତୁ ଯେହେତୁ ଚାଷ ଏ ବର୍ଷ କଣ କେମିତି ହେଇଛି ଆଉ କେମିତି ଫଳୁଛି ମଧ୍ୟ ତା ବି ପୁରା ଦେଖିପାରିବେ, କିଛି ଅସୁବିଧା ନାହିଁ। ମାନେ ଫଳ ପୁରା ଏକଦମ ସଲିଡ ଆସିଛି, କିଛି ଅସୁବିଧା ନାହିଁ ମଧ୍ୟ। ଫଳ ଆପଣଙ୍କ ସବୁ ଫୁଲ ଫଳ ବି ଆପଣଙ୍କୁ ଦେଖେଇବେ, ଏଠାରେ କିଛି ଅସୁବିଧା ନାହିଁ ମଧ୍ୟ। ତ ଯୋଉମାନେ ବି ଦେଖୁଛନ୍ତି ଆପଣ ନିହାତି ଆସିବା ପାଇଁ ଚେଷ୍ଟା କରିବେ। ଆଉ ଟୋଟାଲ କଣ କେମିତି ଫଳ ଆସିଛି ତା ବି ପୁରା ଡିଟେଲ ସେଟା ଚେଷ୍ଟା ଚଲେଇଛି, ଯେହେତୁ ପୁରା ଦେଖେଇବା ପାଇଁ ଆପଣଙ୍କୁ ପୁରୀ ଦେଖଉଛି ଆପଣଙ୍କୁ ଫଳ ଦେଖା ହଉନି। ଆଉ ଯୋଉମାନଙ୍କର ଇଚ୍ଛା ଅଛି ମାନେ ନବା ପାଇଁ ଏ ବର୍ଷ ଯେହେତୁ ଚାରା, ତ ସମସ୍ତେ ଆସିପାରିବେ, କିଛି ଅସୁବିଧା ନାହିଁ। ଚାରା ଦେଖିଦେବେ ଏଠି ଆସିପାରିବେ। ତ ଏ ଭାଇଙ୍କ କଣ୍ଟାକ୍ଟ ନମ୍ବର ବି ମୁଁ ଆପଣଙ୍କୁ ଦେଇଦେଉଛି, କିଛି ଅସୁବିଧା ହବନି, କିଛି ପ୍ରୋବ୍ଲେମ ବି ହବନି ଭାଇ ମାନେ। ଆଉ ଦୟାକରିକି ଯୋଉମାନେ ବି ମାନେ ମିଛ ଭାବୁଛନ୍ତି ସେମାନଙ୍କୁ ମୁଁ ପୁରା ରିକ୍ୱେଷ୍ଟ କରିବି ଚାହିଁବି। ଆଉ ଲୋକେସନ ଦେଇଛି ଏଠି, ଆଉ ଫୋନ ନମ୍ବର ଦେଇଛି ଆପଣଙ୍କୁ ଏଠି, ଚାଷୀ ଭାଇଙ୍କ ଫୋନ ନମ୍ବର ଦେଇଦେଇଛି, ଆପଣମାନେ ଆସିକି ଦେଖିପାରିବେ, କିଛି ବି ଅସୁବିଧା ହବ ନାହିଁ। ପୋଟଳ କେମିତି ଫଳୁଛି ଆଉ ପୋଟଳ ଫଳୁଛି କି ନାହିଁ ତା ବି ଆପଣ ପୁରା ଫୁଲ ଦେଖିପାରିବେ। ସମସ୍ତେ ଆସନ୍ତୁ, ଆଉ ଭିଡ଼ିଓ ନିହାତି ସେୟାର କରିବେ ଭାଇ ମାନେ, ଯୋଉମାନେ ବି ଦେଖୁଛନ୍ତି ଭିଡ଼ିଓ ସେୟାର କରିବେ। ଆଉ କାହିଁକି ନା ଚାରା ଦବା ପୂର୍ବରୁ ହିଁ ଭିଡ଼ିଓ ସେୟାର କରନ୍ତୁ, ତାକି ଚାରା ସମସ୍ତେ ଯେମିତି ଜାଣିବେ, ସମସ୍ତେ ଯେମିତି ନେଇପାରିବେ। ଓଡ଼ିଶାର ସମସ୍ତେ ଖଣ୍ଡେ ଖଣ୍ଡେ ସମସ୍ତେ ଚାଷ କରିପାରିବେ, କିଛି ଅସୁବିଧା ନାହିଁ ମଧ୍ୟ।